जय जगन्नाथ सांग मैंने मुझे स्वागत करुच्ची मोर एक नुआ एक ब्लॉग को। तो चलते आज ब्लॉग टी स्टार्ट करवा। आज हूँ शेष रज आज आइंस तो हेनी फास्ट रजर संडे थिला से दिन आइंस होता चिकेन होता थर्ड सेकेंड थर्ड रजर हेनी कहीं सोमवार मंगलवार पड़ुची आइंस हेनी से निरामिष उपर सब आइटम होती। तो चलते देखा साधा उपर कि आइटम होती कि रोषे कर सारे आ बाकी गोटे तरकारी अच्छी तरकारीटा हो सारापर सरीज भात बस आपण मानू देखौची आज शेष रजरे कि तरकारी करिछि। तो चलते जीवा देखा मोर तरकारी ये देखु मोर रोषे सरी आपण मानू देखौची लास्ट रजरे आज सब कौन कौन तरकारी होती। देखु पोटल आलू कषा एठी कदली आलू भजा एठी छतु पनीर तरकारी बस एतिक सारा आज होती। जेहेतु आज मंगलवार आइंस तो हेनी साधा उपरे आज 3 रकम आंब कटा हम। ये आम माँ गाधे पाधे आसिकी बसुँच आमर गढ़ियार आज माछ धरा हो लास्ट रज माछ धरला माने खाली पाटी गुड़ाक करिए जो काउ काउ हो डाली डाली टे मुहटा देख भल किना देख मोर ठीक करछि तमे तमे देखो मु मांडी एथर फास्ट टाइम गढ़िया पशिंट आम पिता देखो ते मुहटा देखल डाली तो पेटटा देखाऊनि बा पाल बुड़ी आई पेटटा ठीक अछि ना जालो ठीक अछि ना आम गढ़ियार माछ धरिए खाली माछ कम किंतु पार्टीटा अधिक हैं खाली हाउ हाउ काउ काउ माछ धर तुम गाड़ी देने सीना तुम भविष्य शिख माछ धराटा पिता भविष्य गाड़ी देकी गड़िया मझिरे अंधार करदेले एटा थमलाइन रहा पिता भविष्य अंधार। रजरे मो भाई भाज आसुँच फास्ट टाइम आसुँच बाट पाऊना सीधा सेपट भाव पड़ एत बाट भावुल हाँ हाँ भावुल ना कौन पाखर भौणीटा बोली 150 किलोमीटर 150 किलोमीटर मोबाइल लब आस आस घर को आगे आस मोबाइल लब गाड़ी उठा हेलो बसी पड़े टिके चलो 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 हाँ देख से उल्ले पारने कि पूरा कुआड़ी गला कि मामू आस माई आस कही कि गला मुझे से मंदिर कतर बसथिव बोली कहूला तार कुआड़े गला कि कौ बाटे आइल कि तुम भद्र तुम कहले बासदेवपुर बाटे आस बोली हमर बुला रास्ता न माने फोन हाँ हाँ पछरे फोन कर आज ससुर जीवा दादा जाई नहीं बाग
ଆଜି ରହିଯିବ ମୋ ମାଆଙ୍କୁ କହିବି। ମୁଁ ଜାଣିଛି ତାଙ୍କର ଅଟକିବେ, ଶ୍ୱଶୁର ଘର ଅଟକିବେ, ସେ ଘର ପାଖରେ ନଈ ଏପଟ ସେପଟ ଅଟକିବେ। କାହିଁକିନା ବାହାଘର ଯାଇନି, କହିବେ ଆଜି ଯିବନି କାଲି ଯିବ, ମଙ୍ଗଳବାର ଶାଢ଼ୀ ପିନ୍ଧିକି ଯାଆନ୍ତିନି ପ୍ଲାନ୍ କରିବି। କୋଉ ନଦୀ ହେଟା? ଏ ବୈତରଣୀ, ବୈତରଣୀର ଗୋଟେ ଶାଖା ବାହାରିଛି ମତେ। ମତେ ମୋ ଭାଇ ଆସିକି ପହଞ୍ଚିସାରିଛି। ଏବେ ଖାଇବା ପିଇବା ଷ୍ଟାର୍ଟ ହେଇଗଲାଣି। ବାପା ଚନ୍ଦୁ ଛୁଆମାନେ ଖାଇକି ଯାଇସାରିଲେଣି। ଆମେ ଏବେ ନଣନ୍ଦ ଭାଉଜ ମା ଆସିଗଲୁ ଖାଇବା ପାଇଁ। ତମର ତ ଏଇ ଯୋଉ ପୁଲ ତ ହଁ ହଁ ଆସିଥିଲେ ଖରାରେ ଭାରି ଭୁରିକି ସବୁ ପଳେଇଲେ। ସେ ହଉଛନ୍ତି ଲୋ ମା, ସେ ଯିବା ପାଇଁ ଆସିଲେ କି ନାହିଁ ସେ ହଉଛନ୍ତି ଯିବା ପାଇଁ। ଆମ ବଡମା ପାଟି କରିଥାନ୍ତେ ମତେ, ବସି ବସି ଗଲେ। ମୁଁ ବା ସେୟା କହିନି। ହଁ ବଡମା ବସି ବସି ଯାଇଥିଲେ, କହିଲେ କେତେବେଳେ ଆସିବେ ତ ଭାଇ ଭାଉଜ। ମୋ ଭାଇ ଭାଉଜ ଆସିକି ଡିଆଁ ମାରୁଛନ୍ତି ଖାଲି ପଳେଇବେ ବୋଲି। ବର୍ଷା ଉଠେଇକି ଆଇଲାଣି, ରହିଥିନେ ହେଇଥାନ୍ତାନି, ଖାଲି ପଳେଇବେ। ଆଉ ଗୋଟେ ମୋ ଭାଇ ଯାଇ ଦେଖୁନୁ ଅଧା ବାଟରେ ରହିଲାଣି। ଯା ପଳା ମୋ ଭାଉଜ ରହିବ, ପଳା ପଳା। ଇଏ ସାନ ଝିଅ, ବଡ ପୁଅ ସାନ। ସିଏ ତା ମାମୁଁ ଘର ସବୁବେଳେ। ହଁ ଯୋଉଠି ବାଟ ନ ପାଇ ସେଇଠି ଫୋନ କରିବୁ। ହଉ ହଉ ପହଞ୍ଚିକି ଫୋନ କରିବ। ହଉ ବାଏ ବାଏ। ହେଇଗଲା ଆଉ ଭଗବାନ କୃପା। ଆଉ ଆମେ କହିଲେ କଣ ହବ? ଏମିତି କି ମାୟା ଅଗୁଚର। ହଁ ଇଏ ବଡ ପୁଅ। ଲକ୍ଷଣ କୋଉଦିନ ଆଇଲୁ କି? ତ ଝିଅ ପୁଅ କାହାନ୍ତି? ଯାଇଥିଲି ନା ଶ୍ୱଶୁର ଏଠି ଅଡା। ଆଇଥିଲେ ବାପା ଆଉ ସାନ ପୁଅ ଆଇଥିଲେ, ସାନ ଭାଇଟା। ଇଏ ହଁ ଇଏ ବଡ ଭାଇ ଭାଉଜ ପୁଅ। ତା ଛୁଆ ପୁଅ ଦିଟା। ଭାଇ ଭାଉଜ ତ ଆସିଥିଲେ ପଳେଇଲେ। ଆଉ ମୁଁ ଏବେ ଆସିଗଲି ଆଣିଥିବା ମିଠା ପିଠା ସବୁ ବାଣ୍ଟିବା ପାଇଁ। ଆଉ ମୁଁ ଏବେ ଏଠି ଆଣିକି ରଖିଛି। ମୁଁ ଏବେ ଖୋଲିକି ଇଏ କରିଦେବି, ମା ଟିକେ ନେଇଯିବେ ବାଣ୍ଟି ଦେଇ ଆସିବେ। କାହିଁକିନା ବାପ ଘରୁ ଜିନିଷ ଆସୁଛି, ସାହି ପଡ଼ିଶାରେ ଦିଆହେବ। ସମସ୍ତେ ଆଣିକି ଦେଉଛନ୍ତି, ଆମର ବି ଦେଉଛୁ। ବାପ ଘରୁ ଜିନିଷ ଆସିଲେ ଆମର ବି ସାହି ପଡ଼ିଶା ଦିଆ ହୁଏ। ତ ମୁଁ ଏବେ ଆସିଗଲି, ଖୋଲିକି ଦେବି, ମା ନେଇକି ଯିବେ ବାଣ୍ଟିବାକୁ। ଏଇଥର ମା ଏଇଥର ନା ମୁଁ ରଜ ପୁରା ଭଲସେ ସେଲିବ୍ରେଟ୍ କରିଛି। କାହିଁକିନା ଏଇଥର ରଜରେ କୁଣିଆ ମାନେ ଆମ ଘର ପୁରା ଭରପୁର ଥିଲେ। ମାନେ ଫାଷ୍ଟ ରଜରେ ଆମ ମଝିଆ ନଣଦେଇ ଆସିଥିଲେ। ଆଉ ନା ସରି, ପାଣିଗଣା ଦିନ ମଝିଆ ନଣଦେଇ ଆସିଥିଲେ। ଆଉ ଫାଷ୍ଟ ରଜ ଦିନ ବଡ଼ ନାନୀ ଆସିଥିଲେ। ସେକେଣ୍ଡ ରଜ ଦିନ ମାମୁଁ ଆସିଥିଲେ। ଆଉ ଥାର୍ଡ଼ ରଜ ଦିନ ମାନେ ଆଜି ସଂକ୍ରାନ୍ତିରେ ମାନେ ଶେଷ ରଜରେ ଆସିଥିଲେ ମୋ ଭାଇ ଭାଉଜ ଆସିଥିଲେ। ମାନେ ଏଥର ରଜରେ କୁଣିଆ ମାନେ ଆମ ଘରକୁ ଆସନ୍ତି, ବହୁତ ବଢ଼ିଆ ଲାଗୁଛି। ମାନେ ସବୁଦିନେ କୁଣିଆ ମାନଙ୍କର ଏଣ୍ଟ୍ରି ବହୁତ ବଢ଼ିଆ ଲାଗିଲା ଏ ବର୍ଷ ରଜଟା। ମାନେ ଯେଉଁ ରଜରେ ବନ୍ଧୁବାନ୍ଧବ ଆସିଲେ ବହୁତ ଖୁସି ଲାଗେ, ବହୁତ ବଢ଼ିଆ ଲାଗିଲା ଏଥର ନୂଆ ରଜ।